परिचय ମୁଁ କୃଷ୍ଣାନନ୍ଦ ମହାନ୍ତି ଚେୟାରପର୍ସନ ବାରିପଦା ମ୍ୟୁନିସିପାଲିଟି। आज कौन सब प्रोग्राम आयोजन होता ଆଜି ଆମର ଏ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଆଜି 5th ଫେଜ୍ର ବାରିପଦା ମ୍ୟୁନିସିପାଲିଟିର ଆଜି ଆମର କାର୍ଯ୍ୟାଦେଶ ବଣ୍ଟନ କରାଗଲା। ପ୍ରାୟ 61 ଜଣ ହିତାଧିକାରୀଙ୍କୁ ଆଜି ମାନ୍ୟବର ମନ୍ତ୍ରୀ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବାଣ୍ଟିଲେ। ବାରିପଦା ମ୍ୟୁନିସିପାଲିଟି ତରଫରୁ ପ୍ରୟାସ ହେଉଛି ଯେ ସାଧାରଣ ସ୍ତରରେ ଯେଉଁମାନେ ଅଛନ୍ତି ଯେଉଁ ଗରିବ ଲୋକ ଅଛନ୍ତି ସେମାନେ କିଭଳି ଭାବରେ ଗୋଟେ ଘର ଗୋଟେ ସମସ୍ତଙ୍କର ଯେଉଁ ସ୍ୱପ୍ନ ତାକୁ କିଭଳି ଭାବରେ ସାକାର କରିବ ସେଥିପାଇଁ ଏ ଉଦ୍ୟମ ଏବଂ କହିବା ପାଇଁ ଖୁସି ଲାଗୁଛି ବାରିପଦା ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ଗରିବ ହିତାଧିକାରୀ ଆ ମାଧ୍ୟମରେ ସୁଫଳ ପାଉପାରୁଛନ୍ତି ଏବଂ ସରକାର ଗୋଟେ କରିଛନ୍ତି ଆଗରୁ ଯେଉଁଟା 2,50,000 ଟଙ୍କା ଥିଲା ସେଟାକୁ 2,75,000 ଟଙ୍କା କରିଛନ୍ତି ଏବଂ ତା ବାଦେ 4 ମାସ ଭିତରେ ଆପଣ ଯଦି ଘର କମ୍ପ୍ଲିଟ୍ କରିବେ 20,000 ଟଙ୍କା ଗୋଟେ ଆପଣଙ୍କୁ ବେନିଫିଟ୍ସ ମିଳୁଛି ଏବଂ ଯଦି 6 ମାସ ହେବ ତାହେଲେ 10,000 ଟଙ୍କା ମିଳୁଛି। आगामी दिन में केते सफल होगा ବର୍ତ୍ତମାନ ପର୍ଯ୍ୟନ୍ତ ବାରିପଦା ମ୍ୟୁନିସିପାଲିଟି କ୍ଷେତ୍ରରେ ମୁଁ କହିବି ଅନ୍ୟାନ୍ୟ ୟୁନିଟ୍ରୁ ବାରିପଦା ମ୍ୟୁନିସିପାଲିଟି ଆମେ ପ୍ରାୟ ପାଖାପାଖି 70% 80% ଆମେ ସୁଫଳ ପାଇସାରିଛୁ ଏବଂ ଆଗକୁ ମଧ୍ୟ ଏ ପ୍ରକ୍ରିୟା ଜାରି ରହିଛି ଏବଂ ଆପଣଙ୍କ ମାଧ୍ୟମରେ ମୁଁ ବାରିପଦା ଜନସାଧାରଣଙ୍କୁ ଆହ୍ୱାନ କରୁଛି ଯେଉଁମାନେ ଗରିବ ଲୋକ ଅଛନ୍ତି ସେମାନେ ଏଠିକୁ ଆସନ୍ତୁ ବାରିପଦା ମ୍ୟୁନିସିପାଲିଟିକୁ ଆସନ୍ତୁ ଏଠି ଆପଣଙ୍କର ଅନଲାଇନରେ ଆପ୍ଲାଏ କରନ୍ତୁ ଏବଂ ତାଙ୍କୁ ଗୋଟେ ଆମେ ଘର ଯୋଗାଇ ଦେବାର ସମସ୍ତ ପ୍ରକାର ବ୍ୟବସ୍ଥା କରୁ। ସହରୀ ୱାର୍ଡଟା କାହିଁକି ଏଡ୍ କରାଗଲା ଆଗରୁ କେବଳ ଦେଖନ୍ତୁ ଆରବାନ ଏବଂ ରୁରାଲ ମାନେ ଗ୍ରାମାଞ୍ଚଳ ଏବଂ ସହରୀ ଗ୍ରାମାଞ୍ଚଳରେ ମଧ୍ୟ ଆବାସ ଯୋଜନାରେ ଦିଆହେଉଛି ଏବଂ ସହରାଞ୍ଚଳରେ ମଧ୍ୟ ଦିଆହେଉଛି। ଗ୍ରାମାଞ୍ଚଳରେ ଯେହେତୁ ଟିକେ କଷ୍ଟ ଟିକେ କମ୍ ଅଛି ତାଙ୍କ ପାଇଁ ଗୋଟେ ଅଲଗା ଅର୍ଥର ବ୍ୟବସ୍ଥା କରାଯାଇଛି ଏବଂ ସହରୀରେ ଯେଉଁଟା ଅଛି ତାଙ୍କ ପାଇଁ ଆଉ ଟିକେ ଅଧିକା ଅର୍ଥ ବ୍ୟବସ୍ଥା କରାଯାଇଛି ସେଥିପାଇଁ ତାକୁ ଗ୍ରାମାଞ୍ଚଳ ଏବଂ ସହରୀ ତାକୁ କୁହାହେଉଛି।